ଆପଣମାନଙ୍କୁ OTT କ୍ଲାସ୍କୁ ସ୍ୱାଗତ। ଏହି କୋଶ୍ଚିନ୍ଟି 2021 ମସିହା ପେପର 1 OTTର ମ୍ୟାଥରେ ପଡ଼ିଥିଲା। କୋଶ୍ଚିନ୍ ଶୁଣନ୍ତୁ, ଦୁଇଟି ପ୍ରାର୍ଥୀ ଏକ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ। ବିଜୟୀ ପ୍ରାର୍ଥୀ 60% ଭୋଟ ପାଇ 78 ଖଣ୍ଡ ଭୋଟରେ ବିଜୟୀ ହେଲେ। 60% ବିଜୟୀ ପାଇଲେ 60% ବିଜୟୀ। ଯଦି 85 ଖଣ୍ଡ ଭୋଟ ନାକଚ ହୋଇଥାଏ, ନାକଚ କେତେ ହେଲା ଭୋଟ? ନାକଚ ହେଇଗଲା 85 ଖଣ୍ଡ ପରସେଣ୍ଟ ନାହିଁ, ନାକଚ ହୋଇଥାଏ, ତେବେ ମୋଟରେ କେତେ ଖଣ୍ଡ ଭୋଟ ହୋଇଥିଲା? ଦୁଇଟି ପ୍ରାର୍ଥୀ ଏକ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ। ବିଜୟୀ ପ୍ରାର୍ଥୀ ପାଇଲେ 60%, ଯେ ବିଜୟୀ ନୁହେଁ ସିଏ କେତେ ପାଇଲେ? 40%। 78 ଖଣ୍ଡ ଭୋଟରେ ବିଜୟୀ ହେଲେ। କେତେ ଖଣ୍ଡ ଭୋଟ ବିଜୟୀ ହେଲେ? 78 ଖଣ୍ଡ। 85 ଖଣ୍ଡ ଭୋଟ ନାକଚ ହେଇଥିଲା। ତାହେଲେ 60%ରୁ 40% ଗଲେ ଆଉ କେତେ ରହିଲା? 20%। 20% ଯଦି 78 ଖଣ୍ଡ, ତାହେଲେ 100% କେତେ ହେବ? 5 times 78 into 5, 20 5 5 ଗୁଣରେ 100 ପର୍ଯ୍ୟନ୍ତ ଦରକାର। 8 40 0 4 35 4 49 390 ଖଣ୍ଡ। 390 ଖଣ୍ଡ ଭୋଟ ଟୋଟାଲ ହେଇଥିଲା। 60% ସେ ନେଲେ, ଇଏ 40% ନେଲେ। ନାକଚ ହେଇଛି କେତେ? 85 ଖଣ୍ଡ। ତାହେଲେ 390 ପ୍ଲସ୍ 85, ନାକଚଟା ହେଇଯାଇଛି। ନାକଚ ମିଶାଇ ଦିଅ, 5 9 8 7 7 1 475 ଖଣ୍ଡ ମୋଟ ଭୋଟ। ତାହେଲେ ମୋଟରେ କେତେ ଖଣ୍ଡ ଭୋଟ ହୋଇଥିଲା? 475। ଆନ୍ସର ସି ଇଜ୍ କରେକ୍ଟ। ଆନ୍ସର ସି ଇଜ୍ କରେକ୍ଟ। ତେଣୁ ଏଇ ଟାଇପ୍ର ଗଣିତ ଗୋଟେ ପରୀକ୍ଷାରେ ପଡ଼ୁଛି। ଦେଖ, ବିଜୟୀ ହେଇଥିଲେ 60%, ତେଣୁ 100% ଭୋଟ, 60% ବିଜୟୀ ହେଲେ 40% ଯିଏ ହାରିବା ବାଲା ପାଇଲା। ଆଉ ସେ ଆଉ କେତେ ପରସେଣ୍ଟ ସେ ଅଧିକ ପାଇଲେ? 20%। 60%ରୁ 40% ଗଲେ 20%। 20% ଗୋଟେ 78 ଖଣ୍ଡ ଭୋଟରେ ସେ ଜିତିଥିଲେ। ତାହେଲେ 20% ହେଲା 78 ଖଣ୍ଡ। 1 ଖଣ୍ଡ 78/20, 78/20। 100% ହେଲେ 100 5 ଟାଇମ୍ସ କରିଦେଇଛି। 78 ଗୁଣନ 5 କେତେ ହେଲା? 390 ଖଣ୍ଡ। ତାହେଲେ 390 ଖଣ୍ଡ ଭୋଟ ଇଏ 60%, ଇଏ 40% ନେଲେ। ତ 390 ଖଣ୍ଡ ଭୋଟ ବାହାରିଲା। ତାହେଲେ ନାକଚ ଭୋଟ ବାହାରିଲା 85। ତାହେଲେ ଟୋଟାଲ ଭୋଟ ହେଲା କେତେ? 475। ସି ଇଜ୍ କରେକ୍ଟ। ତେଣୁ କୋଶ୍ଚିନ୍ଟି ଭଲ ଭାବରେ ବୁଝିବେ, ବୁଝିକି ଏଇ ଟାଇପ୍ର କରିବେ। ଥ୍ୟାଙ୍କ ୟୁ।